ଆଜ୍ଞା ମ୍ୟାଡ଼ାମ। ଆଜ୍ଞା ମତେ କୁହନ୍ତୁ ଯେ କଣ ବାସ୍ତବରେ ଘଟିଛି ଆପଣ ଏନେ ପ୍ରତିକ୍ରିୟା ଦେଉଛନ୍ତି ଯେ ପାର୍ଥ ସାରଥୀ ରାୟକୁ ଆରେଷ୍ଟ କରାଯାଏ ବାସ୍ତବରେ କଣ ଘଟିଛି? ଆଜ୍ଞା ଦେଖନ୍ତୁ ପାର୍ଥ ସାରଥୀ ରାୟଙ୍କର ଜଣେ କୋ-ଆକ୍ଟ୍ରେସ୍ ଅଛନ୍ତି ତାଙ୍କର ଆଗରୁ ଗୋଟେ ଫିଲ୍ମ ଆସିଥିଲା ଫାଲ୍ଗୁନ ଚୈତ୍ର ଫିଲ୍ମ ଆପଣ ଜାଣିଥିବେ। ଆଜ୍ଞା। ତ ସେଇ ଟାଇମରେ ଯୋଉ ଫାଲ୍ଗୁନ ଚୈତ୍ର ଯୋଉଟା ରିଲିଜ ହେଇଥିଲା ସେଇ ଟାଇମରେ ମୋ ନାଁରେ ଅନନ୍ୟା ମିଶ୍ର ଗୋଟେ ଫଲ୍ସ କେସ୍ ଗୋଟେ ଦେଇଥିଲେ ଯୋଉଟା କି ମୋ ନାଁରେ 5ଟା APC ଲାଗିଛି ଯୋଉଟା କି କିଛି ମେଡ୍ ଆଉଟ୍ ହଉନି ଏପର୍ଯ୍ୟନ୍ତ। କାହିଁକି ମୁଁ ଏଟା କହିପାରିବି ନା କାହିଁକି ଏପର୍ଯ୍ୟନ୍ତ ସେମାନେ କୋର୍ଟ ତାଙ୍କୁ ସମନ କଲାଣି ମାନେ ରିମାଇଣ୍ଡର ବି ଗଲାଣି ସେମାନେ କେହି କୋର୍ଟକୁ ଆସୁନାହାନ୍ତି। ତାଙ୍କ କେସର କିଛି ମାନେ ଏଭିଡେନ୍ସ କିଛି ଦଉନାହାନ୍ତି କି କିଛି ଆପିୟର ହିଁ କରୁନାହାନ୍ତି ନିଜେ ନା କମ୍ପ୍ଲେନେଣ୍ଟ ଆସୁଛି ନା ତାଙ୍କର ୱିଟନେସ୍ କିଏ ଆସୁଛନ୍ତି। ଆଚ୍ଛା। ସେଥିରେ ୱିଟନେସ୍ ପଡିଥିଲେ ପାର୍ଥ ସାରଥୀ ଅନନ୍ୟା ମିଶ୍ର ସେଇ ଅନନ୍ୟା ମିଶ୍ରକୁ ଆଉ ଚରିତ୍ର ସଂହାର ସେଇଟା ମୋର ପେପରରେ ବି ବାହାରିଥିଲା ମୁଁ ଫରୱାର୍ଡ ବି ହେଇଥିଲି ସେଇ ଟାଇମରେ କାହିଁକିନା ପୋଲିସ ମାନେ ମୋର ଯୋଉ ଆସିଥିଲେ ମତେ ଘରେ ବସିକି ରାତି 2ଟାରେ ମତେ କିଛି ନଥିଲା ମତେ ଇଭେନ୍ କିଛି ପଚାରିଲି ସେଇ ଟାଇମରେ କଣ କିଛି ପଚାରୁନାହାନ୍ତି କିଛି ସେଠି ତାଙ୍କର ପ୍ରେସର କରିକି ଇଏ କରିଛନ୍ତି ସେଥିରେ ପାର୍ଥ ସାରଥୀ ତାଙ୍କର ଲିଙ୍କ ଅଛି ଯେହେତୁ ସେ ୱିଟନେସ୍ ପଡିଛନ୍ତି ସେଥିରେ ଏଇ ସବୁ ମିଛରେ ମାତ୍ର ହାଇଲାଇଟ୍ ହବା ଚକ୍କରରେ ଗୋଟେ କେସ୍ ଦେଇଛନ୍ତି। ଆଉ ଏମିତି ଆଉ ସେ ଅନନ୍ୟା ମିଶ୍ର ଯିଏ ସିଏ ବି ସବୁବେଳେ କୁହେ କି ସେ ଝିଅ ମାନେ ସିଏ ତା ମାଇଣ୍ଡରେ ସବୁବେଳେ ଚାଲେ କଣ କି ଝିଅ ପାୱାରଟା ସିଏ ଦେଖିବ ପୁଅମାନଙ୍କୁ ଏମିତି କେସରେ ଦେଇଦେଲେ ପୁଅମାନେ ତ ଯାହା ବି ଲାଷ୍ଟକୁ ମାନେ କମ୍ପ୍ରମାଇଜ କରିବେ ନା ତ ସେମିତି ଆମ ନାଁରେ ମୋ ନାଁରେ ସେ କେସ୍ ଦେଇକି ଆମ ଘରକୁ ମୋ ଫରୱାର୍ଡ ହେଇଥିଲି ସେଇ ଟାଇମରେ ଖାରବେଳ ନଗର ଟାଇମରେ ବାପାଙ୍କୁ ଫୋନ କରିକି କହିଛି କି କମ୍ପ୍ରମାଇଜ କରିବାକୁ। ଏମିତି ଆଜ୍ଞା ଦେଖନ୍ତୁ ଯୋଉ ଲୋକଟି କେସ୍ ଦଉଛି ସେଇ ଲୋକଟି ନିଜେ କହୁଛି କମ୍ପ୍ରମାଇଜ କରିବାକୁ ଆମକୁ ଆମେ ଶୁଣୁନୁ ସେଇ କଥା ଆମକୁ ବାରମ୍ବାର ମତେ ଧମକ ଚମକ କେସ୍ ଉଠେଇବାକୁ ଆମକୁ ଆମେ କେସ୍ ଦେଇଥିଲୁ ତାଙ୍କ ନାଁରେ ବହୁତ ଆମେ କିନ୍ତୁ ପ୍ରୋସିଡ କରିଥିଲୁ ଷ୍ଟ୍ରଙ୍ଗଲି ବଟ୍ ଯେତେବେଳେ ତାଙ୍କ ପାଖକୁ ସମନ ଗଲା ସିଏ ହଉଛି କି ଆପିୟର ହଉନାହାନ୍ତି 2023ରୁ ଏଟା ହେଲାଣି କେସ୍ଟା। ଏବେ ଯେମିତି ଆମେ ଯୋଉ କେସ୍ଟା ଦେଇଥିଲୁ ସେଥିରେ ବି ସେ ଆସୁନଥିଲେ ଆମେ ତାଙ୍କ ନାଁରେ ଗୋଟେ କେସ୍ ଦେଇନୁ ଆଜ୍ଞା ଆମେ ସିଭିଲ ବି ଗୋଟେ କରିଛୁ ଡିଫେମେସନ 5 crore ଗୋଟେ ପକେଇଛୁ। ସେଥିରେ ପାର୍ଥ ସାରଥୀ ରାୟ ଖାଲି ନାହାନ୍ତି 8 ଜଣ ଅଛନ୍ତି କ୍ରିମିନାଲ କେସ୍ ଗୋଟେ ପକେଇଛୁ 10 ଜଣ ଅଛନ୍ତି ତା ସହିତ ଗୋଟେ ଏଡିଟର ବି ଗୋଟେ ଅଛି ଆମର ଗୋଟେ ଏଡିଟର ଅଛନ୍ତି ଗୋଟେ ନ୍ୟୁଜ ଚ୍ୟାନେଲର ଯୋଉଟା କି ମୁଁ କହିବି ବଡଗଡ ଗୋଟେ ଅନନ୍ୟା ମିଶ୍ର ମନରେ 2ଟା କେସ୍ ଦେଇଛି ଆଉ ତା ଅନନ୍ୟା ମିଶ୍ରଙ୍କର ମା ଯିଏ ମନୀଷା ମଞ୍ଜରୀ ମିଶ୍ର ସିଏ ବି ଜଣେ ଆର୍ଟିଷ୍ଟ ସିଏ ମୋ ବାବାଙ୍କ ନାଁରେ ମୋ ନାଁରେ ଦେଇଛନ୍ତି 3ଟା କେସ୍ ଟୋଟାଲି କିନ୍ତୁ ମୁଁ 2 ଥର ଫରୱାର୍ଡ ହେଇଛି ଥାର୍ଡ ଟାଇମ ଯୋଉ କେସ୍ ଦେଇଥିଲେ ବଡଗଡରେ ସେଇଟା ତାଙ୍କ ମା ଦେଇଥିଲେ ମନୀଷା ମଞ୍ଜରୀ ମିଶ୍ର ଯୋଉଥିରେ କି ମୋ ବାପାଙ୍କ ନାଁରେ ମୋ ନାଁରେ ଦେଇଥିଲେ। ପୋଲିସ ସେଠି ଇନଭେଷ୍ଟିଗେସନ କରିକି ଆମକୁ ଫାଇନାଲ ଫର୍ମ ଦେଇଛନ୍ତି ମୁଁ ଆପଣଙ୍କୁ ସେଟା ବି ପ୍ରୁଫ୍ ଦେଇପାରିବି ଇଭେନ ଆପଣ ଏଇଟା ଆମେ କୋର୍ଟରେ ବି ଦେଇଛୁ ସେ ଏଭିଡେନ୍ସଟା। ତା ବାଦ ବି 30 ତାରିଖ ଦିନ ଯୋଉ ବାହାରୁଛି ମାନେ ଆମର ନାଁରେ ଫାଇନାଲ ଫର୍ମ ହେଇଛି କିନ୍ତୁ 31 ତାରିଖ ଦିନ ଅନନ୍ୟା ଏଇ ସବୁ ପାର୍ଥ ଏମାନେ ସବୁ ମିଶିକି ମୋ ନାଁରେ ଡିଫେମେଟରୀ ଆର୍ଟିକଲ ସବୁ ପବ୍ଲିଶ କରିଛନ୍ତି ତ ନିହାତି ପାର୍ଥର କୋଉଠି ନା କୋଉଠି ଇନଭଲଭମେଣ୍ଟ ଅଛି। କମ୍ପ୍ଲିଟଲି କହିବାକୁ ଗଲେ ସେ ଫଲ୍ସ କେସ୍ ପଡିଛି ଏମିତି ମାନେ କମ୍ପ୍ଲିଟ ସାହାଯ୍ୟ ସୁଯୋଗ କରିଛି ଯେତିକି ସେ ଲିଙ୍କ ଅଛି ଆଜ୍ଞା। ଆଜ୍ଞା ମାନେ ମୁଁ ବର୍ତ୍ତମାନ ଜାଣିବା ପାଇଁ ଚାହୁଁଛି ଆପଣ ଆଉ ଅନନ୍ୟା ଯୋଉ ଆକ୍ଟ୍ରେସ ଅନନ୍ୟା ରହିଛନ୍ତି ଆପଣ 2 ଜଣ ଭିତରେ ସମ୍ପର୍କ କଣ କେମିତି ଦୁହେଁ ଦୁହିଁଙ୍କୁ ଚିହ୍ନିଲେ କାହିଁକି ଆମେ ଚିହ୍ନା ପରିଚୟ ଆକ୍ଚୁଆଲି ସେ ଯେହେତୁ ଏଇ ଲାଇନ ଇଣ୍ଡଷ୍ଟ୍ରି ସେ ଆମ ଘର ପାଖାପାଖି ସେମ୍ ଆମେ ବି ସେଇ ଲାଇନ ଆମ ଫ୍ୟାମିଲି ବି ଅଛନ୍ତି ତ ଚିହ୍ନା ପରିଚୟ ସେମ୍ ଜଣାଶୁଣା ସବୁ ଭଲ ଇଏ ବଟ୍ ଜିନିଷଟା ତାର ମୋର ପଡେ ତାର ଗୋଟେ ମାନେ ଡ୍ରାମା କ୍ରିଏଟ କରିବାର ଗୁଣ ଯେମିତି ଆ କଥା ତା ବିରୁଦ୍ଧରେ ମୁଁ ତାକୁ ଇଏ ଜାଣିକି ଆଭଏଡ୍ କରେ ମୁଁ ତ 2013ରୁ ଜାଣିଛି ବଟ୍ ମୋ ତା ସହିତ ପଡେନି 2018-19ରୁ ତା ସହିତ ମୁଁ ପଡେନି ଏଇ ଜିନିଷ ମାନେ ଇଏ ହେଲେ ମୁଁ ଏତେ ବି ମାନେ ତା ସହିତ ମୁଁ ଏତେ କ୍ଲୋଜ ବି ନୁହଁ କହିବାକୁ ଗଲେ ଏମିତି ମିଶେନି ମତେ ଭଲ ଲାଗେନି ତ ଏମିତି ତାର ନେଚର ଜାଣିଲା ପରେ ମୁଁ ଆଭଏଡ୍ କଲି ଆପଣ 2 ଜଣଙ୍କର ଆଗରୁ କିଛି ଶତ୍ରୁତା ଥିଲା ଅନନ୍ୟା ନାଇଁ ଆଗରୁ ଶତ୍ରୁତା ନଥିଲା କିଛି ମାନେ ଭଲ ଥିଲା ବଟ୍ ତାର ହଉଛି ତାର ମୋର ପଡେନି ସେ ଗୋଟେ କଣ ସିଏ କାହିଁକି ମୁଁ ତା ସହିତ ମିଶେନି 2018 ପରେ ମୁଁ କହୁଛି ଯଦି 2018 କି 19ରେ ମୁଁ ତା ସହିତ ମିଶୁନି ତାହେଲେ 21ରେ କେମିତି କେସ୍ଟା ହେଲା ମୁଁ ଆପଣଙ୍କୁ ସେଟା ଆପଣ ନିଜେ ତାକୁ ଯଦି ପାରିବେ ତା ପ୍ରତିକ୍ରିୟା ଆପଣ ନେଇପାରିବେ 2021ରେ ଯଦି ସିଏ ଯୋଉ କହୁଛି ମୋ ନାଁରେ କେସ୍ ଦେଲା ଇନ୍ଫୋସିଟି ଥାନାରେ ସେଥିରେ ଆଜ୍ଞା ସାକ୍ଷୀ ପଡିଛନ୍ତି ଯୋଉମାନେ ସାକ୍ଷୀ ପଡିଛନ୍ତି ଜଣଙ୍କ ନାଁ ହଉଛି ସୀମାଞ୍ଚଳ ବେହେରା ଆଲିଆସ କୁନା ରାଉଡି ସେ ଗୋଟେ ମର୍ଡର କେସରେ 3 ବର୍ଷ ରହିକି ଆସିଛି ଜେଲରେ କେସରେ
ମର୍ଡର କେସ୍ ଲାଗିଛି, ତା ନାଁରେ ପକ୍ସୋ କେସ୍ ବି ଲାଗିଛି। ସେମାନେ ଯାହା ମତେ କରୁଛନ୍ତି ସେଇ ଆପଣ ଭେରିଫାଇ କରନ୍ତୁ ତା ବିଷୟରେ। ସେଇ ଯୋଉ ସାକ୍ଷୀ ସୀମାଞ୍ଚଳ ବେହେରା ଆଲିଆସ୍ କୁନା ରାଉଡି 9 ନମ୍ବର ଗୋଟେ ମର୍ଡର କେସ୍ ହେଇଥିଲା, ସେ ସେଥିରେ ଯାଇଥିଲା 3 ବର୍ଷ ରହିକି ଆସିଛି। ଆଉ ଗୋଟେ ସାକ୍ଷୀ ପଡୁଛି ସେଥିରେ ଗୋଟେ ମଦୁଆ ଖାଇବ କିଛି କାମ ନାହିଁ, ଘରେ ଖାଲି ଘଟି କରିବା ଯାଇକି ଶୋଇବ, ଏଇଭଳିଆ ଆଜ୍ଞା ସାକ୍ଷୀ ପଡୁଛି। ମତେ କିଛି ନ ପଚାରିକି ମତେ ଫରୱାର୍ଡ କରିଦେଲେ। ଆଜ୍ଞା ବର୍ତ୍ତମାନ ଆପଣ ତ ଗୋଟେ ପ୍ରକାର କହୁଛନ୍ତି ଆପଣ ନାଁରେ ମିଛ କେସ୍ ଆଉ ହେଇଛି। ଗୋଟେ କ୍ୱେଶ୍ଚିନ୍ ମୋର ରହିବ, ଶୁଣନ୍ତୁ। ଯଦି ହଉଛି ଅନନ୍ୟା ମିଶ୍ରର ଯଦି ଇନଫୋସିଟିରେ ସିଏ ରହୁଛି, ଇନଫୋସିଟି ରହୁଥିଲା ସେଇ ଟାଇମରେ, ହଁ ଯଦି ଶାସ୍ତ୍ରୀନଗର ଯୋଉ ଶାସ୍ତ୍ରୀନଗରରେ କେସ୍ ହେଲା, ସେ ତ ଏଫଆଇଆର ଡାଇରେକ୍ଟ ଲେଖିଛି କି ଶାସ୍ତ୍ରୀନଗର ମାନେ ଯୋଉ ୟୁନିଟ୍ 4 ରେ ମାନେ ମୁଁ ତାକୁ ମିସବିହେଭ୍ କଲି। ସେ ଇନଫୋସିଟିରେ କଣ ପାଇଁ କେସ୍ ଦେଲା? ଖାରବେଳନଗର ତ ସେଇ ଟାଇମ ଯାଇପାରିଥାନ୍ତା ନା, ପୁଣି 2 ଦିନ ପରେ କଣ ପାଇଁ ଦେଲା ଇନଫୋସିଟିରେ? ସବୁ ପ୍ରି ପ୍ଲାନ୍ କରିକି ଗୋଟେ ପଇସା ପତ୍ର ସେଟିଂ କରିକି ମତେ ଆଜ୍ଞା ଫରୱାର୍ଡ କରିଛନ୍ତି ସେମାନେ, ଜାଣି ଶୁଣିକି ମୋ ପଛରେ ମତେ ବଦନାମ କରିକି ଷଡ଼ଯନ୍ତ୍ର କରିକି ଗୋଟେ କନସ୍ପିରେସି କ୍ରିଏଟ୍ କରିକି ଏମିତି ସବୁ କରାଯାଇଛି, ଯାହା ଫଳରେ କି ଖାରବେଳନଗର ଦବାର ବି ରିଜନ ମୁଁ କହିବି। ଯେତେବେଳେ 2021 ରୁ ଯୋଉ କେସଟା ହେଇଥିଲା, 22 ରେ ଆସିଲା ସେ ଚାର୍ଜସିଟଟା, ଜୁନ ହେଇଗଲା ଜୁଲାଇ, ସେଇଟା ଯେତେବେଳେ ପ୍ରୋସିଜିଅର ହେଇକି ବର୍ଷେ ଲାଗିଗଲା, କାହିଁକିନା ସେତେବେଳେ ଗୋଟେ କୋର୍ଟ ଥିଲା ନା। ତ 2023 ଯେତେବେଳେ ତା ପାଖକୁ ସମନ ପହଞ୍ଚିଲା, ସେ ଆଉ ଗୋଟେ କେସ୍ ଦେଲା, ଆଉ ଗୋଟେ କେସ୍ ଦେଇକି କମ୍ପ୍ରମାଇଜ କରନ୍ତୁ। ସେଇ ଟାଇମରେ ମୁଁ ଫରୱାର୍ଡ ହେଲା ଟାଇମରେ ମୁଁ କହୁଛି ସେଇଥିରେ ପାର୍ଥ ବାଗିଆ ସାକ୍ଷୀ ପଡିଥିଲେ, ସେଇ ଯୋଉ ଖାରବେଳନଗର କେସରେ ମୋ ନାଁରେ ବ୍ଲାକମେଲିଂ, ଏକ୍ସଟର୍ସନ ଦୁନିଆ କଥା ଲଗେଇଛନ୍ତି, ଯୋଉଟା କି କିଛି କେସ୍ ମେଡ୍ ଆଉଟ୍। ପାର୍ଥ ସାରଥୀଙ୍କୁ ଆପଣ ପର୍ସନାଲି ଜାଣନ୍ତି, ଅନନ୍ୟାଙ୍କର ବନ୍ଧୁ କି କୋ ଆକ୍ଟର ଭାବେ? ନା ନା ନା, ସିଏ ସାକ୍ଷୀ ପଡିଥିଲେ ବୋଲି ତାଙ୍କର ନାଁଟା ଆସୁଛି ନା। ଆପଣଙ୍କ ନିଜେ ଏଫଆଇଆର କପି ବି ଦେଖିବେ, ପାର୍ଥ ସାରଥୀଙ୍କ ନାଁକୁ ଅନନ୍ୟା ମିଶ୍ର ପକେଇଛି ସେ କେସରେ। ଆମର ଏଥର କିଛି ଇଏ ନାହିଁ, କାହିଁକିନା କୋର୍ଟ ତାଙ୍କ ନାଁରେ ଏମ୍ବିଡବ୍ଲ୍ୟୁ ବୋଲି ମାନେ ସିଏ କୋର୍ଟକୁ ଖାତିର କରୁନାହାନ୍ତି। ଏଇଟା ହିଁ ସବୁ ଗୋଟେ କହିପାରିବି, ମାନେ କୋର୍ଟକୁ ଖାତିର ନ କରିବା। ଏଇଟା ମେନ୍ ଜିନିଷ ହଉଛି ଏନବିଡବ୍ଲ୍ୟୁ ଇସ୍ୟୁ ହେଇଛି ପାର୍ଥ ସାରଥୀଙ୍କ ନାଁରେ। ଘଟଣା କଣ ଆମେ କଣ ଦେଇଛୁ ଆପଣ ତ ସିଏ ତ ନିଜେ କୋର୍ଟକୁ ବାରମ୍ବାର ସମନ ଜାରି କଲା ପରେ ସେ କୋର୍ଟକୁ ଯାଇନାହାନ୍ତି, ସେଇଟା ହିଁ ତାଙ୍କର ପ୍ରଥମ କ୍ରାଇମ୍। ସେଇଟା ଯଦି ସେ ଠିକ ଥିଲା ତାହେଲେ ଗଲେନି କଣ ପାଇଁ? ଆଉ କୋର୍ଟରେ ତ ସମନ ଗଲାଣି ହଉଛି ଜାନୁଆରୀରୁ ଗଲାଣି ନା, 6 ମାସ ହେଲାଣି। 6 ମାସ ହେଲାଣି କଣ ସେ ଟାଇମ ଦେଇ ପାରୁନଥିଲେ? ଏଇଟା ଆଜ୍ଞା ଯଦି କହିବେ ସେମାନେ ଲୋକ ବିଶ୍ୱାସ କରିବେ କେମିତି? 6 ମାସ ହେଲାଣି କାହିଁକିନା ଏନବିଡବ୍ଲ୍ୟୁ ତ ସହଜରେ ହବନି, ଆଗେ କୋର୍ଟ ସମନ ପଠେଇବେ, ତାପରେ ବିଡବ୍ଲ୍ୟୁ, ନ ଆସିଲେ ବିଡବ୍ଲ୍ୟୁ, ତାପରେ ନ ଆସିଲେ ଏନବିଡବ୍ଲ୍ୟୁ। ସେ ତ ଚାହିଁଥିଲେ ଲୟର ବି ଦେଇପାରିଥାନ୍ତେ, କାହିଁକିନା ଅନନ୍ୟା ମିଶ୍ରର ବି ସେଇଭଳିଆ କେସ୍ ପୋଜିସନ ହେଇଥାନ୍ତା। କାହିଁକିନା ଅନନ୍ୟା ମିଶ୍ର ଜାଣି ଶୁଣିକି ଗୋଟେ ଇଣ୍ଟେନସନାଲି ସେମାନେ ଲୟର ଦଉଛନ୍ତି, ଜାଣି ଶୁଣିକି ଲୟର ଯେହେତୁ ଦେଇ ଦେଇଛନ୍ତି, ସେମାନେ ଜାଣି ଶୁଣିକି ଆଭଏଡ୍ କରୁଛନ୍ତି ଜିନିଷଟା, ଇଣ୍ଟେନସନାଲି ସେମାନେ ଆପିୟର କରୁନାହାନ୍ତି। ଇଭେନ ତାଙ୍କର ଜଣେଇ ସେ ଯୋଉ ଲୟର ଦେଇଛନ୍ତି ସେଥିରେ 4 ଜଣ ଅଛନ୍ତି, ଅନନ୍ୟା ମିଶ୍ର ଆଉ ସେ ଯୋଉ ଯୋଉ ଆଣ୍ଟି ସୋସିଆଲ ଯୋଉ କହିଲେ କ୍ରିମିନାଲ ଯିଏ, ସିଏ ଆଜ୍ଞା ପେଶା ତାଙ୍କର ପ୍ରଫେସନ ହଉଛି ବାଇ ପ୍ରଫେସନ, ସେମାନେ ନିଶା ନିବାରଣ କେନ୍ଦ୍ର ନାଁରେ ଲୋକମାନଙ୍କୁ ନିଶା ଦିଅନ୍ତି, ବାଡାନ୍ତି, ଟର୍ଚର କରନ୍ତି, ତାଙ୍କୁ ବହୁତ ହାରାସ କରନ୍ତି, ମାନେ ଏକ୍ସଟ୍ରା ମାନେ ଇଏ କରନ୍ତି, ବ୍ଲାକମେଲିଂ ଟାଇପର ଏଇ ସବୁ ଜିନିଷ ଗୁଡା କରନ୍ତି। ଆଚ୍ଛା, ଆପଣଙ୍କର ଅନନ୍ୟାଙ୍କ ସହିତ କିଛି ଶତ୍ରୁତା ରହିଛି କି କିଛି ମାନେ ଜିନିଷ ବିଗିଡି ଯାଇଛି ଯାହା ଫଳରେ ସେ ଆପଣଙ୍କ ନାଁରେ ମିଛ ଆଲିଗେସନ ଆଣୁଛନ୍ତି? ସେମିତି ମୋର ତାର ସେମିତି କିଛି ମୁଁ ତା ସହିତ କିଛି କରିନି। ଇନସିଡେଣ୍ଟ ହେଇନଥିଲା ନା, ଆପଣଙ୍କର? ଫାର୍ଷ୍ଟ ଟାଇମ କିଛି ଇନସିଡେଣ୍ଟ ସେମିତି ହେଇନି। ସିଏ ଯାହା ବି ଆଲିଗେସନ ଲଗେଇଛି ମୋ ନାଁରେ, ସେମିତି ଆଜ୍ଞା କିଛି ଇନସିଡେଣ୍ଟ ହେଇନାହିଁ। ଯଦି ହେଇଥାନ୍ତା ତାହେଲେ ସେ କୋର୍ଟକୁ ଆସିକି ଆମେ ତ କହୁଛୁ କି କୋର୍ଟରୁ ତ ରିସେଣ୍ଟଲି ମୁଁ ଏଟା କହିପାରିବି, କୋର୍ଟରୁ ବାଧ୍ୟ ହୋଇକି ଗଭର୍ଣ୍ଣମେଣ୍ଟର ଆଡଭୋକେଟ ତାଙ୍କର ଯିଏ ଅଛନ୍ତି ଲୟର, ସେ ବାଧ୍ୟ ହୋଇକି ତାଙ୍କୁ କଲ୍ କଲେ କି ଇନଫୋସିଟିର ଯୋଉ କେସ୍ ଅଛି, ସେ କହିଲେ ମ୍ୟାଡାମ ଆପଣଙ୍କୁ ମୁଁ ବାଧ୍ୟ ହୋଇକି କଲ୍ କରୁଛି ଏଥିପାଇଁ କି ଆପଣଙ୍କର କେସ୍ଟା ଅନନେସେସାରି ଲିଙ୍ଗରିଂ ହେଇଯାଉଛି, ଆପଣଙ୍କର ୱିଟନେସ୍ କିଏ ଆସୁନାହାନ୍ତି। ତ ଯଦି ୱିଟନେସ୍ ଥାନାରେ ଯଦି କହିପାରୁଛନ୍ତି ତାହେଲେ କୋର୍ଟରେ କାହିଁ ଆସି କହିପାରିବେନି ସେମିତି ଜିନିଷଟା? କେସ୍ଟା ଫଲ୍ସ ବୋଲି ତ କେହି ଆସୁନାହାନ୍ତି, ଯୋଉଟା ବଦନାମ ଷଡ଼ଯନ୍ତ୍ର କରିକି ରେଡି ଅଛନ୍ତି। ମୁଁ ତ ଯାଉଛି, ମୁଁ ତ ପ୍ରତିଟି ଇଏରେ ମୁଭମେଣ୍ଟରେ ମୁଁ ପୁରା ଜଗୁଛି ତାଙ୍କୁ, କେବେ ଆସିବ କେବେ ଜେରା ହବ ସେଇଟା ମୁଁ ଅପେକ୍ଷା କରୁଛି, ବଟ୍ ସେମାନେ କେହି ଆସୁନାହାନ୍ତି। ଏବେ ଆପଣ କଣ ମାନେ ଚାହୁଁଛନ୍ତି, କୋଉ ପ୍ରକାର ନ୍ୟାୟ ଆପଣ ଆଶା ରଖିଛନ୍ତି? ନିହାତି ଭାବରେ ମାନେ ଯେତିକି ସିଏ ଅନନ୍ୟା ମିଶ୍ର ଯୋଉ ଭଳିଆ ମୋ ନାଁରେ ଫଲ୍ସ କେସ୍ ପକେଇକି ଯୋଉ ଭଳିଆ ହାରାସମେଣ୍ଟ କରିଛି, ଯୋଉ ଭଳିଆ ଯୋଉ ଏଫଆଇଆର ଯାହା ବି ଲେଖିଛି ଆକ୍ଚୁଆଲି ସେଗୁଡା ମୋ ସହିତ ଘଟିଛି, ଯୋଉ ବ୍ଲାକମେଲିଂ ହବା ଏକ୍ସଟର୍ଟ କରିବା ସିଏ ମୋ ସହିତ କରିଛି, ସେଇଟା ମୋ ସହିତ କରୁଛି ଯୋଉଗୁଡା ସେଗୁଡା ସିଏ ନିଜ ଉପରେ ଲେଖି ଦଉଛି ତା ସହିତ ଘଟିଛି ବୋଲି। ତ ଏଇଭଳିଆ ଯୋଉ ଗୋଟେ କମ୍ପ୍ଲେକ୍ସ ଷ୍ଟୋରି ଯୋଉ କ୍ରିଏଟ୍ କରିକି ପୁରା ଆପଣ କହିବେ ପୁରା ଡ୍ରାମା, ଗୋଟେ ଫିଲ୍ମ ଷ୍ଟୋରି, ଗୋଟେ ନାଟକ କରିଛି ଗୋଟେ। ବଡଗଡରେ ବି ଆପଣ ଦେଖିବେ ସେମ୍ ଭଳିଆ ଏସିଡ୍ ଆଟାକ୍ ହଉ କି ଆମେ ତାଙ୍କୁ ଏଇଟା ମୁଁ ଆପଣଙ୍କୁ ଗୋଟେ କନକ୍ଲୁଜନ ଦଉଛି, 2ଟା କେସ୍ ଗୋଟେ ଝିଅ ଗୋଟେ ପୁଅ ନାଁରେ ମୋ ନାଁରେ କରୁଛି। ଥାର୍ଡ ଟାଇମ୍ ମୁଁ 2 ଥର କେସ୍ ଖାଇଲା ପରେ, ମାନେ ମୁଁ 2 ଥର ଫୋନ ଫରୱାର୍ଡ ହେଲା ପରେ ମୁଁ ତାଙ୍କ ଘରକୁ କେବେ ଯିବି କି ମ୍ୟାରେଜ ପ୍ରପୋଜାଲ ନେଇକି ଆମ ଘର ଲୋକ କେବେ ଯିବେ କି? ଆପଣ ନିଜେ ଟିକେ ଭାବନ୍ତୁ ସେଇଟା। ତ ଏଇଭଳିଆ କେସ୍ ମାନେ ଜାଣିପାରିବେନି ଟୋଟାଲି
ପୁରା ମିଛ ଉପରେ ମିଛ ସେ ସ୍କୋପ ଯୋଉ ପାଇଲା ସେ ଦେଖିଥିଲା ପୋଲିସ ମାନଙ୍କୁ ସେଟିଂ କରିକି ଯୋଉ ଫରୱାର୍ଡ କରିଦଉଛି ଏମିତି ଇନଫ୍ଲୁଏନ୍ସିଆଲ ୟୁଜ ପାୱାର ୟୁଜ କରିକି ତାପରେ ତାର ସ୍କୋପ ବଢିଗଲା କିନ୍ତୁ ଧରା ପଡିଗଲା ସେ ବଡଗଡ ଥାନାରେ ଲାଷ୍ଟ ଧରା ପଡିଗଲା ସେଇଠି ହିଁ ସେଇଟା ମୁଁ ଫରୱାର୍ଡ ହେଇନଥିଲି କିନ୍ତୁ ସେଇଥିପାଇଁ ଆମେ ଏଡିଟର ନାଁରେ ବାଧ୍ୟ ହେଇ କେସ୍ କଲୁ ଆମେ ତ ମୁଁ ତ ଫରୱାର୍ଡ ହେଇନି କିନ୍ତୁ କେମିତି ପେପରରେ କାଢିଲେ ପୋଲିସ 30 ତାରିଖ ଦିନ ଫାଇନାଲ ଫର୍ମ ଲେଖିକି ଦଉଛନ୍ତି ଆମର ଇନଭେଷ୍ଟିଗେସନ କରିକି କି ତାଙ୍କୁ କିଛି ଏଭିଡେନ୍ସ ମିଳିଲାନି ବୋଲି ସେମାନେ କିଛି ଏଫଆଇଆର ଇନସଫିସିଏଣ୍ଟ ଯୋଉଟା କୁହନ୍ତି ତା ପରଦିନ ଆମର କେମିତି ବାହାରିଲା ସେଇଟା କ୍ୱେଶ୍ଚିନ୍ ହଉଛି ସେଥିପାଇଁ ଆମେ ଏଡିଟର ନାଁରେ ବି ଫାଇଲ କରୁଛୁ ୱିଥ୍ କ୍ରିମିନାଲ ଡିଫେମେସନ ଆଣ୍ଡ ସିଭିଲ ଡିଫେମେସନ। ଆଚ୍ଛା ବର୍ତ୍ତମାନ ସୁଦ୍ଧା ଆପଣ କୌଣସି ପ୍ରକାର କଥା ହେଲେଣି ଅନନ୍ୟାଙ୍କ ସହିତ ଫୋନରେ? ନା ଆମେ କଥା ହବୁନି ଆମେ କଥା ସିଏ ଆମ ସହିତ ସିଏ ଆମକୁ ବହୁତ ଥର କଲ୍ କରୁଛି ଆଗରୁ କେସ୍ ଦେଇକି ହଁ କାହିଁକିନା ସିଏ ଯଦି ଝିଅଟା ଯଦି ଝିଅ ପାଖରେ ଯଦି ଏତେ ପାୱାର ରହିକି ଯଦି ଝିଅ ଯଦି ଜାଣୁଛନ୍ତି କି ହଉଛି ଆମେ କେସ୍ ଦେଇଦେଲେ ଗୋଟେ ପିଲା ଫରୱାର୍ଡ ହେଇଗଲେ ସେ ପିଲା ଆସିକି ଆମ ସହିତ କମ୍ପ୍ରମାଇଜ କରିବ ତାହେଲେ ଆଜ୍ଞା ପ୍ରଶ୍ନ କୋଉଠି ଉଠୁଛି ସିଏ ମାମଲାରେ କେସ୍ ଦେଇକି ଆମକୁ କଣ କହୁଛି କମ୍ପ୍ରମାଇଜ କରିବାକୁ ମୋ କ୍ୱେଶ୍ଚିନ୍ ସେଇଟା ସେଇ ଏଭିଡେନ୍ସ ବି ମୁଁ କୋର୍ଟରେ ଦେଇଛି ସବୁ ମୋ ପାଖରେ ଅଛି ସେଟା ସବୁ କୋର୍ଟରେ ଦିଆହେଇଛି ପାର୍ଥ ହଉଛନ୍ତି ଅନନ୍ୟାଙ୍କର ଜଣେ ଭଲ ବନ୍ଧୁ ବା ଭଲ ଆଜ୍ଞା ଆଜ୍ଞା ସେ ଭଲ ବନ୍ଧୁ ବୋଲି ସେଇ ତ ତାଙ୍କରି କଥାରେ ପଡିକି ଆଜିକା ଡେଟରେ ସେମିତି ହେଲା ଜିନିଷଟା ମାନେ ସେମାନେ ଆକ୍ଚୁଆଲି କହିବାକୁ ଗଲେ ନିଜ ଚକ୍ର ବ୍ୟୁହରେ ନିଜେ ଫସି ଯାଇଛନ୍ତି ମାନେ ସବୁର ମାଷ୍ଟର ମାଇଣ୍ଡ ପାର୍ଥ ସାରଥୀ ବୋଲି ଆପଣ କହିବେ? ସବୁର ମାଷ୍ଟର ମାଇଣ୍ଡ ମୋ ଥର କହିବେ ଅନନ୍ୟା ମିଶ୍ର। ଅନନ୍ୟା ଆଗକୁ ବି ଯେତିକି ଜଣ ବନ୍ଧା ହେବେ ସବୁ ଅନନ୍ୟା ମିଶ୍ର ପାଇଁ ଆଚ୍ଛା ବୁଝିଲେ କି କାହିଁକିନା ଅନନ୍ୟା ମିଶ୍ର ପାଇଁ ମୋ କ୍ୟାରିୟର ନଷ୍ଟ ହେଇଛି ଏଇନା ପାର୍ଥ ସାରଥୀ ବି ଯଦି ଆପଣ କହିବେ ଆପଣ ଯଦି ପୁରା ପ୍ରପରଲି ଇନଭେଷ୍ଟିଗେଟ କରିବେ କୋଉଠି ନା କୋଉଠି ଆପଣ କଥାଟା ଜାଣିବାକୁ ପାଇବେ କି ଅନନ୍ୟା ମିଶ୍ର କେସରେ ସେ ଲିଙ୍କ ଅଛି କି ନାହିଁ ମୋ ପାଖରେ ତ ପ୍ରୁଫ୍ ଅଛି ନା ମୁଁ ଆଉ କଣ କହିବି ମୁଁ ସେଟା କୋର୍ଟରେ ଦେଇଛି ମଧ୍ୟ ମୁଁ ଆପଣଙ୍କୁ କହିବି ଏବେ ତ କହୁଛି ମୁଁ ମିଛ ତ କହୁନି ନା କିନ୍ତୁ ଯୋଉ କଥା ଆମେ ବାରମ୍ବାର ନ୍ୟୁଜରେ ଦେଖଉଛୁ ଯେ ପାର୍ଥ ସାରଥୀ ଗୋଟେ ସାକ୍ଷ୍ୟ ପ୍ରମାଣ ଦବାକୁ ଯାଇ ଫସିଥିଲେ କିନ୍ତୁ ସେଇ ଯୋଉ ସାକ୍ଷ୍ୟ ପ୍ରମାଣ ଯୋଉ କେସଟା ଦବା ପାଇଁ ଯାଇଥିଲେ ସେ ସମ୍ପୂର୍ଣ୍ଣ ମିଥ୍ୟା ମାନେ ସ୍ୱାଗତ କେବେ ବି ଏସିଡ ଆଟାକ୍ କରିନାହାନ୍ତି କି ଅପହରଣ ପାଇଁ ଧମକ ଦେଇନାହାନ୍ତି ଏ ସବୁ ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି ଆପଣ କହିବେ ମିଛ ବୋଲି ନାଇଁ ଯେହେତୁ ଲିଙ୍କ ଅଛନ୍ତି ଏନବିଡବ୍ଲ୍ୟୁ ସେଟା କୋର୍ଟ ତାଙ୍କର ଆଇପିସି କଣ ଲାଗିଛି ସେଟା ତ ଏନବିଡବ୍ଲ୍ୟୁ ହେଲା ମାନେ ତ ସବୁ ଆଇପିସି ଲାଗିଯିବ ଆମେ ତ କହୁନୁ ଆମେ କହୁଛୁ 10 ଜଣ ଆକ୍ୟୁଜ ଅଛନ୍ତି ସେ ଜଣେ ନାହାନ୍ତି ନା 10 ଜଣ ଆକ୍ୟୁଜ ଭିତରେ ଯାହା ଆଇପିସି ଲାଗିଛି ଆମର ସବୁ ସତ୍ୟ ମାନେ ପୁରା ଘଟଣା ଘଟିଛି ଆମେ ଏଭିଡେନ୍ସ ଦେଇଛୁ ନହେଲେ ଏନବିଡବ୍ଲ୍ୟୁ ଇସ୍ୟୁ କରିକି କାଇଁ ଫାର୍ଷ୍ଟ ଅଫ୍ ଅଲ୍ ଆପଣ ଚିନ୍ତା କରନ୍ତୁ ଏନବିଡବ୍ଲ୍ୟୁ କଣ ପାଇଁ ଇସ୍ୟୁ ହବ ଆପଣ ଯଦି କୋର୍ଟ ଯଦି ଡାକିଲେ ଆପଣ ଗଲେନି କଣ ପାଇଁ ତାହେଲେ ଯଦି ଭୁଲ କିଛି ନାହିଁ ଯାଇଥାନ୍ତା ନା ତ ତାଙ୍କର ତ ଏନବିଡବ୍ଲ୍ୟୁ ଇସ୍ୟୁ ହେଲା ମାନେ ସେ କୋଉଠି ନା କୋଉଠି ତାଙ୍କ ତରଫରୁ ଗୋଟେ କ୍ଲାରିଫାଏ ଆମକୁ ମିଳିଯାଉଛି କି ସେମାନେ ଘଟଣା ସହିତ ସମ୍ପୃକ୍ତ ଅଛନ୍ତି ବୋଲି। ଆଚ୍ଛା ସ୍ୱାଗତ ଆଉ ଗୋଟେ ଜିନିଷ ଜାଣିବା ପାଇଁ ଚାହିଁବୁ ଆପଣଙ୍କ ବିଷୟରେ ବି ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ଯେ ଆପଣ କଣ କରନ୍ତି ଏବଂ ଆପଣଙ୍କ ପର୍ସନାଲ ଲାଇଫ କଣ କେମିତି ଅନନ୍ୟାଙ୍କ ସହ ସମ୍ପର୍କ ଆପଣଙ୍କର? ଦେଖନ୍ତୁ ସିଏ ଆମ ଘର ପାଖରେ ଆକ୍ଚୁଆଲି ରହୁଥିଲା ପ୍ରଥମେ ସେତେବେଳେ ସେ ଏଇ ଇଣ୍ଡଷ୍ଟ୍ରିରେ ଯାଇନଥିଲା ସେତେବେଳେ ନୂଆ 2021 ବୁଝିଲେ କି ଗୋଟେ ହାଇଲାଇଟ୍ ହବା ପାଇଁ ଗୋଟେ କରିଛି ନହେଲେ ଏତିକି କହିପାରିବି ଆଉ କିଛିଟା କମ୍ପ୍ରୋମାଇଜ କରିକି କିଛିଟା ପଇସା ଏକ୍ସଟ୍ରା ଇଭେନ ମତେ ଯୋଉ କହୁଥିଲି ନା କିଡନାପ କରାଯାଇଥିଲା କିଡନାପ କରି ମତେ ପଇସା ପତ୍ର ବି ମାଗିଥିଲେ ତ ଏଇ ଟାଇପ ର ମେଣ୍ଟାଲିଟି ତାଙ୍କର ସବୁ ଆଜ୍ଞା ମୁଁ କଣ ଆଉ କହିବି ଆଉ ଆପଣଙ୍କ ବିଷୟରେ କଣ ସ୍ୱାଗତ କହିବେ ଆପଣଙ୍କର ବାଇ ପ୍ରଫେସନ ଆପଣ କୋଉଠିକାର ପିଲା ଆପଣଙ୍କ ବିଷୟରେ ବି ଜାଣିବା ପାଇଁ ଚାହୁଁଛନ୍ତି ସମସ୍ତେ? ପ୍ରଫେସନ ମୁଁ ହଉଛି ନୂଆ ସେ ନୟାପଲ୍ଲୀର ମୁଁ ମହର୍ଷି କଲେଜ ପାସ୍ ଆଉଟ୍ କେଭି ସ୍କୁଲ ପାସ୍ ଆଉଟ୍ ଥିଲି ମୋର ସେଇ ଟାଇମରେ ମୁଁ ଗୋଟେ ଆଇଟି କୋର୍ସ ବି କରୁଥିଲି ମୋର ଗଭର୍ଣ୍ଣମେଣ୍ଟ ଜବ୍ କରିବାର ବହୁତ ମାନେ ଇଏ ଥିଲା କିନ୍ତୁ ଏଇ ଯୋଉ ଜିନିଷ ପାଇଁ ମୁଁ ଇଏ କରିପାରୁନି ଇଭେନ ମୁଁ ଗୋଟେ ଏମଏଲଏଙ୍କ ଅଫିସର ବି ଥିଲି ତ ଇଭେଣ୍ଟ ମ୍ୟାନେଜମେଣ୍ଟ ଉପରେ ଆପଣଙ୍କ କ୍ୟାରିୟରକୁ ପୁରା ବନ୍ଧା ପକେଇଛି କ୍ୟାରିୟରକୁ ଇଏ କରିଦେଇଛି ସେଇଟା ମୁଁ ଏବେ ଜିନିଷଟା ଘଟଣାଟା ସଡନଲି ଏମିତି ହେଲା ଏଇଟା ଜିନିଷଟା ଗୋଟେ ଆଡୁ ଭଲ ହେଲା ଯିଏ ବି ଭାବୁଥିଲେ ମାନେ ମୁଁ ସେମିତି କିଛି କରିଥିଲି ଇଏ ଗୋଟେ ଇମ୍ପ୍ରେସନ ଯାହା ଖରାପ ହେଇଥିଲା କି ମତେ ଲୋକ ଖରାପ ଭାବୁଥିଲେ ଗୋଟେ ଝିଅ ପ୍ରତି ଏମିତି କରିଛି ସେଇଟା ଆମେ ବି ପଦାକୁ ଆସିବା ଦରକାର ମୁଁ କହୁଛି ଖାଲି ମୋର ନୁହଁ ଯେତେକ ବି ପୁଅ ଅଛନ୍ତି ଯାହା ସହିତ ଝିଅ ମାନେ ଏମିତି କରୁଛନ୍ତି ମାନେ ଫଲ୍ସ କେସ୍ ଦଉଛନ୍ତି ହାରାସ ମାନେ ତାଙ୍କ ନାଁରେ ବଦନାମୀ କରୁଛନ୍ତି ସେଟା ଘଟଣା ସାମ୍ନାକୁ ଆଣ ସେଇଠି ମୋ ପାଖରେ ପ୍ରୁଫ୍ ଅଛି ବୋଲି ମୁଁ ଭୟ କରୁନି ମାନେ ମୁଁ ଜାଣିଛି ମୁଁ ଅନନ୍ୟା ସହିତ ମୁଁ କିଛି ଖରାପ କରିନି ତାହେଲେ ମୁଁ କାହିଁକି ଲୁଚିବି କଣ ପାଇଁ କହିବିନି କଣ ପାଇଁ ସେ ଜିନିଷଟା ମୋ ସହିତ ସେମାନେ ଯୋଉଟା କରିଛନ୍ତି ସେଟା ମୁଁ ସଫିସିଏଣ୍ଟ ପ୍ରୁଫ୍ ଦେଇଛି ଇଭେନ ଆପଣ ଯଦି ସେ ଅର୍ଡର ସିଟ୍ ଦେଖିବେ କମ୍ପ୍ଲିଟଲି ସେଥିରେ ଲେଖା ହେଇଛି କି ପ୍ରାଇମା ଫେସି ଏଭିଡେନ୍ସ ଯୋଉଟା କୁହନ୍ତି ୱେଲ୍ ମେଡ୍ ଆଉଟ୍ ହେଇଯାଉଛି ତାଙ୍କ ଏଗେନ୍ଷ୍ଟରେ ସଫିସିଏଣ୍ଟ ଏଭିଡେନ୍ସ ଦିଆଯାଇଛି ଆକ୍ୟୁଜ୍ ପର୍ସନଙ୍କ ଏଗେନ୍ଷ୍ଟରେ ଆକ୍ସନ ନେବା ପାଇଁ ସେମାନେ ଜାଣି ଶୁଣିକି ଆଜ୍ଞା କୋର୍ଟକୁ ଯାଉନାହାନ୍ତି ଅନନେସେସାରିଲି କୋର୍ଟର ଟାଇମ୍ ଏକରେ ତ ନିଜ କେସ୍ ଦେଇଛନ୍ତି ସେଟା ଲିଙ୍ଗରିଂ କରୁଛନ୍ତି ଜାଣି ଶୁଣିକି ତାଙ୍କୁ ଆଭଏଡ୍ କରୁଛନ୍ତି ଆଉ ଆମ କେସ୍ରେ ବି ସେମାନେ ଆସୁନାହାନ୍ତି ତ ବାଧ୍ୟ ହେଇକି ମୁଁ ନିଶ୍ଚିତ ଭାବରେ ଏଇଟା ଆଶା ରଖିଛି
कि निश्चित भाव में प्रति कड़ा कार्यानुष्ठान नियाजिबो जो माने जति जण भी अक्यूज्ड पर्सन्स अछंती निश्चित भाव में मते न्याय मिलियो मते ओके आमे आपण जो कथा क्षोभ रखुतले कि आजिर समाज रे महिला मानन को बेसी ओटे महिला मान आगे मु आगे वुमेन मान को बहुत रेस्पेक्ट करे हां हां माने अनन्या मिश्र मु कहबे एति कि अनन्या मिश्र गोटे भली गोटे माने जियो जी कि ताकू माने भलो पिला के पसंद आसीबेन तार जोटा पसंद सेटा दुनिया को ना पसंद बट ताकू जोटा भल लागिन सेटा दुनिया बहुत भल लागे एति मु कहि देबी ठीक अछि अलग टाइप रो माने मेंटालिटी आपण सी बाहर देखि होचंती कि हमें बहुत माने ईश्वर विश्वासी मो माने होची बहुत माने देखि होचंती माने बाहर देखि होचंती हमें ईश्वर विश्वासी हमें कार अमंगल चाहुना इवन सीए इवन तांकर जो माँ जो मनीषा मंजरी मिश्र आपण देखिबे तांको ये किंतु रियलिटी रे आज्ञा सेमिति जिंस करिसंती म कोन कहिबे से त देखुचंती जिनसटा पार्थ सारथी रे सीए गोटे आंकरी पई फसी गला निज केस रे से निजे फसी होची एक्चुअली जो आगु को जहां भी हबो अनन्या मिश्र से निज केस रे से निजे फसिबो कना से प्रूफ ता पाखरे नाही सेंदी नाही हेइनी जदि भी से माने मो सहित डिफेंड करिवे मो पाखरे सफिशिएंट प्रूफ अछि मोटा कहि परिबी मु मो निज को इनोसेंट प्रूफ करिवे श्योर आम चाहबू भी यथा शीघ्र आप न्याय रे जातु एवं आईन अनुसार आप न्याय पाऊँ आईन अनुसार आप न्याय पाऊँ आईन अनुसार